ମାଛରେ ଆପଣମାନେ ବହୁତ ପ୍ରକାର ରେସିପି ବନେଇଥିବେ ତରକାରୀ, ବେସର, ଚିଲି। ଗୋଟେ ଥର ଏମିତି ବନାନ୍ତୁ, ଭୋଜି ଠାରୁ ବି ଅଧିକା ସ୍ୱାଦିଷ୍ଟ ଲାଗିବ। ୟା ସହିତ ଆପଣ ଗରମ ଭାତ, ପଖାଳ ଭାତ, ରୁଟି ବି ଖାଇପାରିବେ, ବହୁତ ବଢ଼ିଆ ଲାଗିବ। ଭିଡ଼ିଓଟିକୁ ଶେଷ ଯାଏ ଦେଖନ୍ତୁ। ରେସିପି ଭଲ ଲାଗିଲେ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ। ଯଦି ଏବେ ଯାଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦେବେ। ତେବେ ଚାଲନ୍ତୁ ରେସିପି ଷ୍ଟାର୍ଟ କରିବା। ନମସ୍କାର, ମୁଁ ମିଲି ଆପଣ ସମସ୍ତଙ୍କୁ ହୋମ୍ ଫୁଡ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ କରୁଛି। ଆଜିର ଏହି ରେସିପି ବନେଇବା ପାଇଁ ଏଇଠି ମୁଁ ରୋହି ମାଛ ନେଇଛି। ଆପଣ ନିଜ ମନ ପସନ୍ଦର ମାଛ ନେଇପାରିବେ। ପାଖାପାଖି 600 ରୁ 700 ଗ୍ରାମ ଭିତରେ ମାଛ ହବ। ଭଲ ଭାବରେ ଧୋଇ ଦେଇକି ଏକ୍ସେସ୍ ପାଣିକୁ ବାହାର କରିଦେଇଛି। ଏବେ ସେଥିରେ ଆମେ ଫାଳେ ଲେମ୍ବୁକୁ ଚିପୁଡ଼ି ଦେବା। ଆପଣ ଲେମ୍ବୁ ବଦଳରେ ଗୋଟେ ବଡ଼ ଚାମଚ ଭିନେଗାର ବି ଦେଇପାରିବେ। ଲେମ୍ବୁ ଦେବା ଦ୍ୱାରା କ'ଣ ହୁଏ ନା ଆଇଁଷିଣିଆ ସ୍ମେଲ୍ଟା କଟିଯାଏ। ଯେଉଁମାନଙ୍କୁ ମାଛର ସ୍ମେଲ୍ ପସନ୍ଦ ନାହିଁ, ଆଇଁଷିଣିଆ ଲାଗେ, ସେମାନେ ନିହାତି ଭାବରେ ପକାଇବେ। ଏବେ ସେଥିରେ ସ୍ୱାଦ ହିସାବରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ତା ସହିତ ଏଇଠି ଦେଖନ୍ତୁ ମୁଁ 1.5 ବଡ଼ ଚାମଚ ଦେଉଛି ବେସନ। ତା ସହିତ ଲାଷ୍ଟରେ ଗୋଟେ ଛୋଟ ଚାମଚ ଅଦା ରସୁଣ ପେଷ୍ଟ। ବେସନ ଜମା ବି ଅଧିକା ପକାଇବେନି, ଟେଷ୍ଟ ଭଲ ଆସିବନି। ଜଷ୍ଟ ଅଳ୍ପ ହିଁ ପକାଇବେ, ଯେମିତିକି ସବୁ ମସଲା ସହିତ ମିଶିକି ମାଛ ଉପରେ ଗୋଟେ ପତଳା କୋଟିଂ ହେଇଯିବ। ତା ଛଡ଼ା ବେସନ ପକାଇଲେ ମାଛ ଭାଙ୍ଗିବା ଚାନ୍ସ ବି କମ୍ ହେଇଯାଇଥାଏ। ତ ଏଇଠି ଦେଖନ୍ତୁ ଭଲ ଭାବରେ ଗୋଳି ସାରିଲେଣି। ମୁଁ ଏଇଠି ଯେତିକି ମାଛ ନେଇଛି ସେଇ ହିସାବରେ ସବୁ ମସଲା ଦେଉଛି। ଆପଣ ମାଛର କ୍ୱାଣ୍ଟିଟି କମ୍ ବେଶୀ କଲେ ମସଲା ବି ସେମିତି କମ୍ ବେଶୀ କରିବେ। ଏବେ ଆକୁ ଗୋଳେଇକି 10 ରୁ 15 ମିନିଟ୍ ପାଇଁ ରଖିଦେବା। ତାପରେ ମାଛକୁ ଫ୍ରାଏ କରିବା। ମାଛକୁ ଭାଜିବା ପାଇଁ ଏଇଠି ମୁଁ ସୋରିଷ ତେଲ ନେଇଛି। ତେଲ ଭଲ ଭାବରେ ଗରମ ହେଇଗଲା ପରେ ଗୋଟେ ଗୋଟେ ମାଛ ଦେଇଦେବା। ଏକା ସହିତ ସବୁ ମାଛ ଦେଇଦେବେନି, ପେନ୍ ବା କଡ଼େଇରେ ଯେତିକି ଜାଗା ହେବ ସେତିକି ଦେବେ। ତ ଏଇଠି ମୁଁ ବଡ଼ ସାଇଜ୍ର ପେନ୍ ନେଇଛି, ତ ମୋର ସବୁ ମାଛ ଗୋଟେ ଥରରେ ଜାଗା ହେଇଯାଇଛି। ତ ଏଇଠି ଦେଖନ୍ତୁ ମୁଁ ସବୁ ମାଛ ଦେଇ ସାରିଲା ପରେ ମିଡ଼ିୟମ୍ ଫ୍ଲେମ୍ରେ ଆକୁ ଫ୍ରାଏ କରିବା। ଯଦି ଆପଣ ଏଇ ରେସିପି ଗୋଟେ ଛୋଟ ମୋଟ ଭୋଜିରେ ବା ଅଧିକା କ୍ୱାଣ୍ଟିଟିରେ ବନେଇବାକୁ ଚାହୁଁଥିବେ, ତାହେଲେ ଏଇ ଷ୍ଟେଜ୍ରେ ଆପଣ ମାଛକୁ ଏମିତି ଭାଜିବେନି, ଡାଇରେକ୍ଟ ଡିପ୍ ଫ୍ରାଏ କରିବେ। ଡିପ୍ ଫ୍ରାଏ କଲେ କ'ଣ ହୁଏ ନା ମାଛ ପୁରା ବଢ଼ିଆ ସେ କ୍ରିସ୍ପି ହେଇଯାଇଥାଏ, ଯାହାଦ୍ୱାରା ଭାଙ୍ଗିବା ଚାନ୍ସ କମିଯାଏ। ଯେହେତୁ ଏଇଠି ମୁଁ ଘରେ ଅଳ୍ପ କ୍ୱାଣ୍ଟିଟିରେ ବନଉଛି, ଆମେ ଏମିତି ତାୱାରେ ବା ଅଳ୍ପ ତେଲ ଦେଇକି ଭାଜିଲେ ବି ଚଳିବ। କିନ୍ତୁ ଅଧିକା କ୍ୱାଣ୍ଟିଟିରେ ବନେଇଲା ମାନେ ଆପଣଙ୍କୁ ଡିପ୍ ଫ୍ରାଏ କରିବାକୁ ପଡ଼ିବ, ଯାହାଦ୍ୱାରା ମାଛ ଜମା ବି ଘାଣ୍ଟି ହେବନି, ଗୋଟା ଗୋଟା ହେଇକି ରହିବ। ତ ଏଇଠି ଦେଖନ୍ତୁ ଗୋଟେ ସାଇଡ୍ ହାଲକା ଭାଜି ହେଇଗଲା ପରେ ଆମେ ଏମିତି ଓଲଟେଇ ପଲଟେଇକି ଲାଲ ଲାଲ ହେବା ଯାଏ ମିଡ଼ିୟମ୍ ଫ୍ଲେମ୍ରେ ଭାଜିବା। ଯେହେତୁ ଆମେ ଏଥିରେ ମସଲା ଗୋଳେଇଛେ, ହାଇ ଫ୍ଲେମ୍ରେ ଭାଜିଲା ମାନେ ସାଙ୍ଗେ ସାଙ୍ଗେ ଉପର ମସଲା ପୋଡ଼ିଯିବ, ମାଛ ଭଲସେ ଭାଜି ହେବନି। ସେଥିପାଇଁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଟିକେ ଟାଇମ୍ ଲାଗିବ ଭାଜିବା ପାଇଁ। ଏଇଠି ଦେଖନ୍ତୁ ସବୁ ମାଛ ଗୁଡ଼ିକ ବହୁତ ବଢ଼ିଆ ଭାବରେ ଭାଜି ହେଇଗଲାଣି। ଆପଣ ଚାହିଁଲେ ଏମିତି ମାଛକୁ ଗରମା ଗରମ ସସ୍ ସହିତ ଖାଇପାରିବେ, ବହୁତ ବଢ଼ିଆ ଲାଗିବ। ତ ଏଇ ସବୁ ମାଛକୁ ଆମେ ଗୋଟେ ପ୍ଲେଟ୍ରେ ବାହାର କରିଦେବା। ଏବେ ପ୍ୟାନ୍ରେ ଯେତିକି ତେଲ ଅଛି ସେଥିରେ ପିଆଜ, ଟମାଟର, କ୍ୟାପ୍ସିକମ୍କୁ ଦେଇକି ଭାଜିବା। ତ ଏଇ ସବୁକୁ ଦେଖନ୍ତୁ ମୁଁ ଏମିତି ଟିକେ ମୋଟା ମୋଟା କାଟିକି ନେଇଛି। ଆପଣ ଚିଲିରେ ଯେମିତି ପକାନ୍ତି ସେମିତି କାଟିକି ନେବେ। ଏବେ ଫ୍ଲେମ୍କୁ ହାଇ କରିଦେବେ। ହାଇ ଫ୍ଲେମ୍ରେ ଜଷ୍ଟ ଗୋଟେ ମିନିଟ୍ ପାଇଁ ୟାକୁ ଭାଜିବା। ଏତିକି ଭାଜିବେ ଯେମିତିକି ଏଇଟା ନରମ ହେବନି, ୟାର କ୍ରଞ୍ଚିନେସ୍ଟା ରହିବ ଆଉ ହାଲକା ଟିକେ ଏଥିରେ ସ୍ପଟ୍ ଆସିଯିବ। ଦେଖନ୍ତୁ ୟାର କଞ୍ଚା ଟେଷ୍ଟ ଆଉ ବାସ୍ନାଟା ଥିଲେ ହିଁ ବହୁତ ଭଲ ଲାଗିଥାଏ। ସେଥିପାଇଁ ବେଶୀ ଭାଜିବେନି କିମ୍ବା ବେଶୀ ସଫ୍ଟ କରିବେନି। ଗୋଟେ ମିନିଟ୍ ପରେ ମୁଁ ଆକୁ ଗୋଟେ ପ୍ଲେଟ୍କୁ ବାହାର କରିଦେଲି। ସେଇ ପ୍ୟାନ୍ରେ ପୁଣି ଥରେ ଦେବା ସୋରିଷ ତେଲ। ମୁଁ ଏଇଠି ପାଖାପାଖି 2 ରୁ 3 ବଡ଼ ଚାମଚ ସୋରିଷ ତେଲ ଦେଉଛି। ତେଲ ଗରମ ହେଇଗଲା ପରେ ଦେବା କଟା ପିଆଜ। ଏଇଠି ମୁଁ 2ଟା ବଡ଼ ସାଇଜ୍ର ପିଆଜକୁ ଚପ୍ କରିକି ନେଇଛି। ତ ଏବେ ଆକୁ ଆମେ ତେଲରେ ଦେଇକି ହାଲକା ବ୍ରାଉନ୍ କଲର୍ ହେବା ଯାଏ, ବେଶୀ ବି ବ୍ରାଉନ୍ ନାହିଁ, ଜଷ୍ଟ ହାଲକା ବ୍ରାଉନ୍ ହେବା ଯାଏ ଭାଜିବା। ଫ୍ଲେମ୍କୁ ଏଇଠି ଆପଣ ହାଇ କରିଦେବେ, ହାଇ ଫ୍ଲେମ୍ରେ ହିଁ ଭାଜିବେ। ଦେଖନ୍ତୁ କିଛି ସମୟ ଭିତରେ କଲର୍ ପୁରା ଚେଞ୍ଜ ହେଇଗଲାଣି। ଏଇ ଷ୍ଟେଜ୍ରେ ଏଇଥିରେ ଆମେ ଦେବା ଅଦା ରସୁଣ ବଟା। ଅଲରେଡ଼ି ମାଛରେ ଅଳ୍ପ ଟିକେ ଅଦା ରସୁଣ ବଟା ଦିଆହେଇଛି, ତ ଏଇଠି ଆମେ ଦେବା 1.5 ବଡ଼ ଚାମଚ। ଏବେ ହାଇ ଫ୍ଲେମ୍ରେ 1 ରୁ 2 ମିନିଟ୍ ପାଇଁ ୟାକୁ ତେଲରେ ଭାଜିଦେବା। ଯଦି ଆପଣମାନେ ନନ୍‌ଭେଜ୍ ଖାଉନଥିବେ, ଭେଜିଟେରିଆନ୍ ଥିବେ ବା ଭେଜ୍ ଉପରେ କିଛି ବନେଇବାକୁ ଚାହୁଁଥିବେ, ଏଇ ପ୍ରୋସେସ୍‌ରେ ଆପଣ ମାଛ ବଦଳରେ ସୋୟାବିନ୍‌ରେ ବନେଇ ପାରିବେ। ବହୁତ ଟେଷ୍ଟି ଲାଗିଥାଏ। ମୁଁ ଆଗରୁ ସେୟାର କରିଛି, ଯେଉଁମାନେ ଆଗରୁ ମୋତେ ଫଲୋ କରୁଛନ୍ତି ସେମାନେ ଦେଖିଥିବେ। ସେ ରେସିପି ବହୁତ ଜଣ ପସନ୍ଦ କରିଥିଲେ, ବହୁତ ଭାଇରାଲ୍ ବି ହେଇଥିଲା। ଏଇଠି ଦେଖନ୍ତୁ ଅଦା ରସୁଣ ଟିକେ ଭାଜି ହେଇଗଲା ପରେ ଏଇଠି ମୁଁ 2ଟା ଟମାଟରକୁ ଚପ୍ କରିକି ଦେଉଛି। ଟମାଟରକୁ ଭଲ ଭାବରେ ମିଶାଇ ସାରିଲା ପରେ ଏଥିରେ କିଛି ମସଲା ଦେବା। ପ୍ରଥମେ ସ୍ୱାଦ ହିସାବରେ ଲୁଣ ଦେବା, ତା ସହିତ ଅଳ୍ପ ଟିକେ ହଳଦୀ ଗୁଣ୍ଡ, କାଶ୍ମୀରୀ ଲଙ୍କାଗୁଣ୍ଡ। ଏଇଠି ମୁଁ କାଶ୍ମୀରୀ ଆଉ ନର୍ମାଲ ରାଗ ଲଙ୍କାଗୁଣ୍ଡ ମିକ୍ସ କରିକି ନେଇଛି, ତା ସହିତ ଧନିଆ ଗୁଣ୍ଡ। এই ସବୁକୁ ଭଲ ଭାବରେ ଗୋଳେଇ ଦେବା। ଏଇଠି ଫ୍ଲେମ୍‌କୁ ଆପଣ ପୁରା ଲୋ କରିଦେବେ, ଯେହେତୁ ଗୁଣ୍ଡ ମସଲା ପଡ଼ିଛି ପ୍ୟାନ୍‌ରେ ଲାଗିବନି, ନଚେତ୍ ଆପଣ ଅଳ୍ପ ଟିକେ ପାଣି ଦେଇପାରିବେ। ଏଇଠି ଦେଖନ୍ତୁ ଟମାଟୋରୁ ପାଣି ଛାଡ଼ିଛି, ସେଥିରେ ମସଲା ପୁରା ବଢ଼ିଆ ଭାବରେ ମିଶିଯାଇଛି। ଏବେ ଆକୁ କଭର୍ କରିକି ପୁରା ଲୋ ଫ୍ଲେମ୍‌ରେ 1 ରୁ 2 ମିନିଟ୍ ପାଇଁ ଛାଡ଼ିଦେବା। 2 ମିନିଟ୍ ପରେ ଏଇଠି ଦେଖନ୍ତୁ ଟମାଟର ପ୍ରାୟ ସିଝି ଆସିଲାଣି। ଏବେ ଭଲ ଭାବରେ ଥରେ ଗୋଳେଇ ଦେବା। ଆଉ ଏଇଠି ଦେଖନ୍ତୁ ଟମାଟୋର ଯେଉଁ ପାଣି ଅଂଶଟା ସେଇଟା ଶୁଖିନି ଆଉ ତେଲ ଉପରକୁ ଆସିନି, ସେଥିପାଇଁ ଆଉ 1 ରୁ 2 ମିନିଟ୍ ପାଇଁ କଭର୍ କରିକି ଛାଡ଼ିଦେବା। ତ ଆଉ 2 ମିନିଟ୍ ପରେ ଦେଖନ୍ତୁ ତେଲ ପୁରା ସାଇଡ୍‌ରେ ଅଲଗା ହେଇଯାଇଛି ଆଉ ପୁରା ମସଲା ଦେଖନ୍ତୁ ପୁରା ଜୁକଜୁକିଆ ଟାଇପ୍‌ର ହେଇଯାଇଛି।
तो एबे मसला पूरा बढ़िया भाବରେ कଷିଗଲାଣି ଆଉ ଟମାଟର ବି ପୁରା ବଢିଆ ସେ ମିଶିଗଲାଣି। ତ ଏବେ କଣ କରିବା ଏଥିରେ ଦବା ଗୋଟେ ପ୍ୟାକେଟ ମ୍ୟାଗି ମସଲା। ବହୁତ ବଢିଆ ଟେଷ୍ଟ ଆସିବ, ଆପଣ ବିଲକୁଲ ବି ସ୍କିପ୍ କରିବେନି, ନିହାତି ଭାବରେ ପକେଇବେ। ଏଇ ଷ୍ଟେଜରେ ଫ୍ଲେମକୁ ପୁରା ଲୋ ରଖିଥିବେ। ଏବେ ଏଥିରେ ଦବା ଅଳ୍ପ ଟିକେ ଗୋଲମରିଚ ଗୁଣ୍ଡ, ପାଖାପାଖି ଅଧ ଛୋଟ ଚାମଚ। ତା ସହିତ ଗୋଟେ ଛୋଟ ଚାମଚ ଦବା ମିଟ୍ ମସଲା। ଆପଣ ମିଟ୍ ମସଲା ବଦଳରେ ଚିକେନ ମସଲା ବି ଦେଇପାରିବେ, ବହୁତ ବଢିଆ ବାସ୍ନା ଟେଷ୍ଟ ଆସିବ। ଭଲ ଭାବରେ ୟାକୁ ଗୋଳେଇ ଦବା। ସାଙ୍ଗେ ସାଙ୍ଗେ ଏଥିରେ ଆମେ ଦେଇଦବା ଗୋଟେ ଗ୍ଲାସ ପାଣି, ଅଳ୍ପ ଅଳ୍ପ କି ଦେବେ। ମୁଁ ଏଠି ଯେତିକି ମାଛ ନେଇଛି ସେଇ ହିସାବରେ ଦଉଛି। ଏଇ ଯୋଉ ରେସିପିଟା ଏଥିରେ ବେଶୀ ଝୋଳ ରହିବନି, ଟିକେ ଜୁକଜୁକିଆ ଟାଇପର ମାନେ ମସଲା ମସଲା ଟାଇପର ହବ, ସେଥିପାଇଁ ବେଶୀ ପାଣି ଦରକାର ନାହିଁ। ତ ଏଠି ଦେଖନ୍ତୁ ଅଧା ଗ୍ଲାସ ପାଣି ଦେଇଥିଲି, ଆଉ ଅଧା ଗ୍ଲାସ ପାଣି ଦେଇକି ଭଲ ଭାବରେ ମିଶେଇ ଦବା। ଯେତେବେଳେ ଫୁଟିବା ଷ୍ଟାର୍ଟ ହବ ଏଥିରେ ମୁଁ ଦଉଛି 2 ବଡ ଚାମଚ ଟମାଟୋ ସସ୍। ଯଦି ଆପଣଙ୍କୁ ପସନ୍ଦ ନାହିଁ ଆପଣ ସ୍କିପ୍ କରିପାରିବେ, କିନ୍ତୁ ଟେଷ୍ଟ ବହୁତ ଭଲ ଆସିବ। ଯଦି ଟମାଟୋ ସସ୍ ପକଉନାହାନ୍ତି ତାହେଲେ ଅଳ୍ପ ଟିକେ ଅଧ ଛୋଟ ଚାମଚ ଏଥିରେ ଚିନି ପକେଇବେ, ଟେଷ୍ଟଟା ପୁରା ବାଲାନ୍ସ ଆସିବ। ତ ଭଲ ଭାବରେ ମିଶେଇକି ୟାକୁ କଭର କରିକି 2 ରୁ 3 ମିନିଟ୍ ଲୋ ଫ୍ଲେମରେ ଫୁଟିବାକୁ ଛାଡ଼ିଦବା। ଦେଖନ୍ତୁ ପୁରା ବଢିଆ ଭାବରେ ଫୁଟିବା ଷ୍ଟାର୍ଟ ହେଇଗଲାଣି। ତ ଏବେ ଏଥିରେ ମାଛ ଗୁଡ଼ିକୁ ଦେଇଦବା। ଯଦି ଏଇ ପର୍ଯ୍ୟନ୍ତ ଆପଣ ଭିଡ଼ିଓକୁ ଦେଖୁଛନ୍ତି ନିଶ୍ଚୟ ଆପଣମାନଙ୍କୁ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଗୋଟେ ଲାଇକ୍ କରିଦିଅନ୍ତୁ, ସେୟାର କରନ୍ତୁ। ଯଦି ଏବେ ଯାଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମା ବି ଭୁଲନ୍ତୁନି। ଆପଣମାନେ କରିଥିବା ଗୋଟେ ଗୋଟେ ଲାଇକ୍, ପଜିଟିଭ କମେଣ୍ଟ ଦେଖିକି ବହୁତ ମୋଟିଭେଟ୍ ଲାଗେ, ଭିଡ଼ିଓ ବନେଇବା ପାଇଁ ଇଚ୍ଛା ହୁଏ। ତ ଆପଣମାନଙ୍କୁ ଜମା ବି ବେଶୀ ସମୟ ଲାଗିବନି ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ, ନିଶ୍ଚୟ କରନ୍ତୁ। ଏଇଠି ଦେଖନ୍ତୁ ମାଛ ଦେଇକି ମୁଁ ଆକୁ କଭର କରିକି ଛାଡ଼ି ଦେଇଥିଲି 2 ରୁ 3 ମିନିଟ୍ ପାଇଁ। ଏବେ ମାଛ ଗୁଡ଼ିକୁ ଓଲଟେଇ ଦବା। ହାଲକା ହାତରେ ଓଲଟେଇବେ, ଯେହେତୁ ଏଇଠି ମାଛ ସଫ୍ଟ ଥାଏ। ଓଲଟେଇ ସାରିଲା ପରେ ଆମେ ଯୋଉ ଭାଜିକି ରଖିଥିଲେ କ୍ୟାପ୍ସିକମ୍, ପିଆଜ, ଟମାଟର ଏଇ ଷ୍ଟେଜରେ ଦେଇଦବା। ଦେଇ ସାରିଲା ପରେ ବେଶୀ ଗୋଳେଇବା ଦରକାର ନାହିଁ, ଅଟୋମେଟିକଲି ପୁରା ବଢିଆ ଭାବରେ ସେଟା ମସଲାରେ ମିଶିଯିବ। ଜଷ୍ଟ ହାଲକା ହାତରେ ଏମିତି ଟିକେ ସ୍ପ୍ରେଡ୍ କରିଦେବେ, ତାପରେ କଭର କରିକି ପୁଣି ଥରେ ଆଉ 2 ରୁ 3 ମିନିଟ୍ ପାଇଁ ଲୋ ମିଡିୟମ ଫ୍ଲେମରେ ଛାଡ଼ିଦବା। ତ ଏଇଠି ଦେଖନ୍ତୁ ଫାଇନାଲ ଯେତେବେଳେ 3 ରୁ 4 ମିନିଟ୍ ପରେ କଭରକୁ କାଢିବେ, ଗୋଟେ ବହୁତ ବଢିଆ ବାସ୍ନା ପାଇବେ। ସେ ବାସ୍ନାରେ ହିଁ ଆପଣ ଜାଣିପାରିବେ ଏଟା କେତେ ଟେଷ୍ଟି ଲାଗିବ। ଲୁକରୁ ତ ଏଇଠି ଜାଣିପାରୁଥିବେ, ତେଲ ଦେଖନ୍ତୁ ପୁରା ଅଲଗା ହେଇଯାଇଛି, ଆଉ ଝୋଳ ଜମା ବି ଏଇଠି ବେଶୀ ନାହିଁ। ଏଇଠି ଆପଣଙ୍କୁ ଲାଗୁଥିବ ଝୋଳ ଅଛି ବୋଲି, କିନ୍ତୁ 5-7 ମିନିଟ୍ ପରେ ପୁରା ଏଇଟା ଶୁଖିଲା ହେଇଯିବ, ମାନେ ଜୁକଜୁକିଆ ଟାଇପର ହେଇଯିବ। ତ ଏଇଠି ଫ୍ଲେମକୁ ବନ୍ଦ କରିଦବା, ଉପରୁ କିଛି କଟା ଯାଇଥିବା ଧନିଆ ପତ୍ର ଦେଇକି ହାଲକା ମିଶେଇଦବା। ଏବେ ଆକୁ କଭର କରିକି 5 ମିନିଟ୍ ପାଇଁ ଛାଡ଼ିଦବା। ତାପରେ ମୁଁ ଆପଣମାନଙ୍କୁ ଦେଖଉଛି, ଏଇଠି ଦେଖନ୍ତୁ ଭୋଜି ରେଷ୍ଟୁରାଣ୍ଟ ଠାରୁ ବି ଅଧିକ ଟେଷ୍ଟି ଲାଗିବ। ନିଶ୍ଚୟ ଆପଣମାନେ ଘରେ ଥରେ ଟ୍ରାଏ କରନ୍ତୁ। ଯଦି ଆପଣମାନେ ଟ୍ରାଏ କରୁଛନ୍ତି ଭଲ ଲାଗୁଛି କମେଣ୍ଟରେ ନିଶ୍ଚୟ ଜଣେଇବେ। ଆଶା କରୁଛି ଆଜିର ରେସିପି ଭଲ ଲାଗିଥିବ। ପୁଣି ଆସିବେ ନୂଆ ରେସିପି ନେଇକି। ରହୁଛି, ଧନ୍ୟବାଦ।